ଶହେ 38ତମ ଜନ୍ମ ମହୋତ୍ସବ ତଥା ଆମ ଶ୍ରୀମନ୍ଦିରର ଉଦ୍ବୋଧନ ସ୍ମୃତି ମହୋତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି ପବିତ୍ର ସତ୍ସଙ୍ଗରେ ଆଜି ସାରା ଜିଲ୍ଲାର ବହୁ ଅଞ୍ଚଳରୁ ପ୍ରାୟ ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ ସତ୍ସଙ୍ଗ କେନ୍ଦ୍ର ମନ୍ଦିର ବିହାର ଯେଉଁ 27ଟି ଛୋଟ ବଡ଼ କେନ୍ଦ୍ର ମନ୍ଦିର ବିହାର ଏହି ଯାଜପୁର ଜିଲ୍ଲାରେ ରହିଛି। ସବୁ ଅଞ୍ଚଳର ସବୁ କେନ୍ଦ୍ର ମନ୍ଦିର ବିହାରରୁ ଗୁରୁ ଭାଇମାନେ ମାଆମାନେ କର୍ମୀ ଭାଇମାନେ এই সমাবেশে উপস্থিত হয়েছেন বহু দূর দূরান্তর অনেক কষ্ট করি। যাজপুর জেলার যেতবে সৎসঙ্গর সংগঠন কার্য প্রথম আরম্ভ হুয়ে কতিপয় হাত গণতি 8-10টি লোক ঠাকুরঙ্কর দীক্ষা নিয়ে যেতবে নিজের জীবনের ঠাকুরকে প্রতিফলিত করা চেষ্টা করি আগেই চলতি সেই দেখা দেখি গোটে ফড়া ঘরে সৎসঙ্গ অনুষ্ঠিত হোলা। পরবর্তী অবস্থায় পরম পূজ্যপাদ শ্রী শ্রী বড়দা 1978 মସିହାରେ କହିଥିଲେ ଯାଜପୁର ପୁରୁଷୋତ୍ତମ ଜନ୍ମକ୍ଷେତ୍ର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ତ ସେଠି ଗୋଟେ ଶ୍ରୀମନ୍ଦିର ହେବା ଦରକାର ଏବଂ ପରବର୍ତ୍ତୀ ଅବସ୍ଥାରେ ଏହି ଶୁଭସ୍ତମ୍ଭ ପାଖରେ ଶ୍ରୀମନ୍ଦିର ହେଲା। 1999 ମସିହା ଫେବୃଆରୀ ମାସ 21 ତାରିଖ ଦିନ ସନ୍ଧ୍ୟା ସମୟରେ ସତ୍ସଙ୍ଗର ତତ୍କାଳୀନ ଆଚାର୍ଯ୍ୟ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଏଠି ଶୁଭ ପଦାର୍ପଣ କରିଥିଲେ ଏବଂ ଦେଖିକି ବହୁତ ସମ୍ମୋହିତ ବି ହୋଇଥିଲେ, ଅନେକ ଆନନ୍ଦିତ ବି ହୋଇଥିଲେ। 3 ଦିନ କାଳ ଏଠି ରହିଥିଲେ। ଯିବା ବେଳେ ଗୋଟିଏ କଥା କହିଯାଇଥିଲେ, ତୁମମାନଙ୍କ ହାତରେ ଏଇ ଠାକୁରଙ୍କର ଶ୍ରୀ ବିଗ୍ରହକୁ ସମର୍ପଣ କରିଦେଇକି ଆମେ ଯାଉଛୁ, ଠାକୁରଙ୍କୁ ଅରିଜିତ କରିକି ପକେଇ ଦେଇକି ଭୁଲି ଯାଇକି କେହି ଯେମିତି କୁଆଡ଼େ ଚାଲି ନଯାଅ। ଠାକୁର ଜୀବନର ସେହି ପୁରୁଷୋତ୍ତମ ଗୁରୁ ଯେତେବେଳେ ଆସନ୍ତି ସହଜ ସରଳ ମଣିଷ ରୂପରେ ସ୍ୱାଭାବିକ ଭାବରେ ତାଙ୍କର ଜୀବନ ଅତି ସାଧାରଣ ଭାବରେ ସେ ଜୀବନ ନିର୍ବାହ କରନ୍ତି। ବାହାରୁ ଗାଣିବା ବୁଝିବା ବହୁତ କଷ୍ଟକର ହୋଇପଡ଼େ। ସେ କିନ୍ତୁ ସମସ୍ତଙ୍କର ଭିତରେ ବିଦ୍ୟମାନ ଥାଇକି ବି ସ୍ୱତନ୍ତ୍ର। He is the existence of all that exists. He is the becoming of all that becomes. He is the consciousness of all that conscious. ତା ଯଦି ନ ହେଇଥାନ୍ତା ଘୋଡ଼ା ପିଠିର ଚାଲୁକଟା ଠାକୁରଙ୍କ ପିଠିରେ ନଳା ଫୁଟେଇ ପାରିନଥାନ୍ତା। ତା ଯଦି ନ ହେଇଥାନ୍ତା ତାହେଲେ ଗଛର ଡାଳଟା କଟିଦେବା ପରେ ଠାକୁରଙ୍କର ହାତରୁ ହାତ ବିକ୍ଷେପ ହେଇକି ରକ୍ତ ଝରୁନଥାନ୍ତା। ତା ଯଦି ନ ହେଇଥାନ୍ତା ତାହେଲେ ଗାଈ ପଘାରେ ପଡ଼ିକି ଗଁ ଗଁ ହେଲା ବେଳେ ଠାକୁରଙ୍କ ବେକରେ ସେଇ ପଘାର ଦାଗକୁ ଦେଖାଯାଉନଥାନ୍ତା। ତା ଯଦି ନ ହେଇଥାନ୍ତା ରାସ୍ତାର ଗୋଟେ ଗୋଲା କୁକୁରକୁ ମ୍ୟୁନିସିପାଲିଟି ଗୋଲା ପିଟିକି ରକ୍ତାକ୍ତ କଲା ବେଳେ ଠାକୁରଙ୍କର ନାକରୁ ପିଚ୍ ପିଛେଇକି ରକ୍ତ ବାହାରୁଛି, କାନରୁ ପିଚ୍ ପିଛେଇକି ରକ୍ତ ବାହାରୁଛି ଏଇ କଥା ଶୁଣିଲା ମାତ୍ରେ, କାରଣ ସେ ହେଉଛନ୍ତି ସର୍ବ ଜୀବନର ଜୀବନ, ସର୍ବସତ୍ତାର ସତ୍ତା, ସର୍ବସତ୍ତା ପରିପୂର୍ଣ୍ଣକାରୀ ଆପୁରଣ ସେଇ ପୁରୁଷୋତ୍ତମ ଯେତେବେଳେ ଆସନ୍ତି এই ব্রহ্মাণ্ডর প্রত্যেকটি গুণিষ্ঠাରୁ ଆରମ୍ଭ କରିକି ସାଧାରଣ ମଣିଷ ପର୍ଯ୍ୟନ୍ତ ଯଦି ତାଙ୍କର ଶରଣାପନ୍ନ ହୁଅନ୍ତି, ଯେଉଁ ଅବସ୍ଥାରେ ସେ ଅଛନ୍ତି ସେହି ଅବସ୍ଥାରେ ଉନ୍ନତ ହେବାକୁ ବାଧ୍ୟ ହେବେ।